ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ତମମାନେ ଜାଣିଥିବା ପିଲାମାନେ ଯେ ଗଣିତରେ ବ୍ରାକେଟର କେତେକ ବ୍ୟବହାର ଅଛି। ତାହେଲେ ଆମେ ଆଜି ପଢ଼ିବା ବ୍ରାକେଟ ବା ବନ୍ଧନୀ କେତେ ପ୍ରକାର ଓ ତାହା କେଉଁଠାରେ ବ୍ୟବହାର ହେଇଥାଏ। ଦେଖ ଆଗରେ ଦେଖିବା କ'ଣ କ'ଣ ଅଛି ତାହାକୁ ଭଲ ଭାବରେ ବୁଝିବା। ଠିକ୍ ଅଛି, ଦେଖ ତାହାକୁ ମୁଁ ସୁନ୍ଦର ଭାବରେ ଲେଖିଦେଇଛି ଆଉ ତାହାକୁ ବୁଝିବାକୁ ଚେଷ୍ଟା କରିବି। ବନ୍ଧନୀର ପ୍ରକାର ଭେଦ। ବନ୍ଧନୀ କେତେ ପ୍ରକାର ଦେଖ, ତମେ ଦେଖିଥିବ ଏମିତି ଥିବାର, ଏଇଟା ହେଲା ରେଖା ବନ୍ଧନୀ। ଆଉ ତଲେ ଦିଆଯାଇଛି ଦେଖ ଚନ୍ଦ୍ର ବନ୍ଧନୀ। ତାପରେ 3 ନମ୍ବର ଦେଇଛି କୁଟିଳ ବନ୍ଧନୀ ଓ 4 ନମ୍ବରରେ ଦେଇଛି ବର୍ଗ ବନ୍ଧନୀ। ସାଧାରଣତଃ ଦେଖିବାକୁ ଗଲେ ବନ୍ଧନୀ ହେଲା 4 ପ୍ରକାର। ତାହା କ'ଣ କ'ଣ? ରେଖା ବନ୍ଧନୀ, ଚନ୍ଦ୍ର ବନ୍ଧନୀ, କୁଟିଳ ବନ୍ଧନୀ ଓ ବର୍ଗ ବନ୍ଧନୀ। ଏବେ ଏଇଟା କେଉଁ କେଉଁ ଜାଗାରେ କିପରି ବ୍ୟବହାର ହୋଇଥାଏ ତାହା ବିଷୟରେ ଆମେ କିଛି ଜାଣି ରଖିବା। ଦେଖ ମୁଁ ଲେଖିଦେଇଛି, ପଏଣ୍ଟ ପଏଣ୍ଟ କରି ତୁମକୁ ବୁଝେଇବାକୁ ଚେଷ୍ଟା କରିବି। କ'ଣ ଲେଖା ହେଇଛି? ସାଧାରଣତଃ ବନ୍ଧନୀ ଗୁଡ଼ିକର କ୍ରମ ନିମ୍ନ ମତେ ହୋଇଥାଏ। ତା ମାନେ ସବୁଠାରୁ ଭିତରେ ଏଇଟା ହେଇଥାଏ କେଉଁଟା? ଚନ୍ଦ୍ର ବନ୍ଧନୀ। ତା ବାହାରେ କ'ଣ ହେଇଥାଏ? କୁଟିଳ ବନ୍ଧନୀ। ଆଉ ସବୁଠାରୁ ବାହାରେ ହେଇଥାଏ ଆମର ବର୍ଗ ବନ୍ଧନୀ। ଏମିତି ନିମ୍ନରେ ଯେମିତି ଦିଆହେଇଛି ସେମିତି ହେଇଥାଏ। ଠିକ୍ ଅଛି, ତାହାକୁ ଆଉ କ'ଣ କ'ଣ ବୁଝିବା ତାହା ଦେଖିବା। ଦେଖ, ଯେଉଁ ପରିପ୍ରକାଶରେ ଗୋଟିଏ ବନ୍ଧନୀ ଆବଶ୍ୟକ ସେଠାରେ ଚନ୍ଦ୍ର ବନ୍ଧନୀର ବ୍ୟବହାର ହେଇଥାଏ। ଯାହା ତମକୁ ଦିଆହେଇଥିବ ସେଥିରେ ଯଦି କେବଳ ଗୋଟିଏ ବନ୍ଧନୀରେ ହେଇଯିବ ତାହେଲେ ତାହାକୁ ଆମେ କ'ଣ ବ୍ୟବହାର କରିବା? ସେହି ପରିପ୍ରକାଶରେ ଆମେ ଚନ୍ଦ୍ର ବନ୍ଧନୀକୁ ବ୍ୟବହାର କରିବା। ଠିକ୍ ଅଛି, ଏବେ ଦେଖ ସେକେଣ୍ଡ ପଏଣ୍ଟ କ'ଣ ଲେଖା ହେଇଛି? ସେକେଣ୍ଡ ପଏଣ୍ଟରେ ଲେଖା ହେଇଛି ଦୁଇଟି ବନ୍ଧନୀର ଯଦି ଆବଶ୍ୟକ ଥିଲେ ଯେଉଁଠାରେ ସେଥିରେ କେଉଁ କେଉଁ ବନ୍ଧନୀ ବ୍ୟବହାର ହେବ? ଚନ୍ଦ୍ର ବନ୍ଧନୀ ଏମିତି ଦେଖିବାକୁ ଓ କୁଟିଳ ବନ୍ଧନୀର ବ୍ୟବହାର ହେବ। କୁଟିଳ ବନ୍ଧନୀ କେମିତି? ଏମିତି ଥାଏ ପିଲାମାନେ। ଏବେ ଆମେ ଉପରେ ଦେଖିଲେ ତମେ ମନେ ପକାଇବାକୁ ଚେଷ୍ଟା କର। ଗୋଟେ ବନ୍ଧନୀ ଯଦି ଦରକାର ଥିବ ତାହେଲେ ଆମର ଚନ୍ଦ୍ର ବନ୍ଧନୀ ବ୍ୟବହାର ହେବ। ଆଉ ଯଦି ଦୁଇଟି ବନ୍ଧନୀର ଯଦି ବ୍ୟବହାର ହେବ ତାହେଲେ ଗୋଟେ ହେଲା ଚନ୍ଦ୍ର ବନ୍ଧନୀ ଆଉ ଗୋଟେ ହେଲା କୁଟିଳ ବନ୍ଧନୀ। ଏ ଦୁଇଟି ବନ୍ଧନୀକୁ ବ୍ୟବହାର କରି ଆମେ ସରଳ କରିବା। ଦେଖ ତାପରେ ଯେ 3ଟି ବନ୍ଧନୀର ବ୍ୟବହାର ହେବ, ଯେଉଁ ପରିପ୍ରକାଶରେ 3ଟି ବନ୍ଧନୀ ବ୍ୟବହାର କରିବାକୁ ପଡ଼ିବ ତାହା କେଉଁ କେଉଁ ବନ୍ଧନୀ ବ୍ୟବହାର କରିବ? ଦେଖ 1 ନମ୍ବର ତ ଚନ୍ଦ୍ର ବନ୍ଧନୀ ଏମିତି, 2 ନମ୍ବର କୁଟିଳ ବନ୍ଧନୀ ଏମିତି, ତାପରେ 3 ନମ୍ବର ବର୍ଗ ବନ୍ଧନୀକୁ ବ୍ୟବହାର କରିବାକୁ ପଡ଼ିଥାଏ। ଆଉ ଯଦି ଯେଉଁ ପରିପ୍ରକାଶରେ 4ଟି ବନ୍ଧନୀ ହିଁ ଦରକାର ପଡ଼ିବ ସେଥିରେ ତମେ ଜାଣିଛ ଯେ ସବୁ ଯାକ ବନ୍ଧନୀର ବ୍ୟବହାର ଆସିବ। ଯେମିତିକି ରେଖା ବନ୍ଧନୀ ଏମିତି ହିଁ ଥାଏ। ରେଖା ବନ୍ଧନୀ ଦେଖ ଏମିତି ଥାଏ। ତାପରେ ଚନ୍ଦ୍ର ବନ୍ଧନୀ ଏମିତି ଥାଏ। ତାପରେ କୁଟିଳ ବନ୍ଧନୀ ଏମିତି ଥାଏ ଓ ଶେଷରେ ବର୍ଗ ବନ୍ଧନୀ ଦେଖ ଏଠି କରୁଛି ଏମିତି ଥାଏ। ଏ 4ଟି ବନ୍ଧନୀକୁ ବ୍ୟବହାର କରି ଆମେ ଗୋଟିଏ ଗଣିତର ପରିପ୍ରକାଶକୁ ସମାଧାନ କରିଥାଉ। ଦେଖ ତମକୁ ଗୋଟିଏ ଉଦାହରଣ ଦେଇ ବୁଝିବାକୁ ଚେଷ୍ଟା କରିବି ଆମେ କେମିତି ବନ୍ଧନୀର ବ୍ୟବହାର କରି ଗଣିତର ଆମେ ସମାଧାନ କରିଥାଉ। ଠିକ୍ ଅଛି, ଦେଖ ଏଠି ଲେଖିଛି ମୁଁ କୋଶ୍ଚିନ୍। ଦେଖ କ'ଣ ଅଛି? ଆଗ ଆମେ ଚନ୍ଦ୍ର ବନ୍ଧନୀକୁ ସମାଧାନ କରିବା। 2 ବିୟୋଗ 1 ଅଛି। 2 ବିୟୋଗ 1 ହେଲେ କ'ଣ ହେବ? ଆମର ଉତ୍ତର 1 ଆସିବ। କିନ୍ତୁ ଏଇଟା ସମାଧାନ କରି ସାରିଲା ପରେ କ'ଣ କରିବା? ଆମେ ଚନ୍ଦ୍ର ବନ୍ଧନୀକୁ ଲେଖିବା ନାହିଁ, ଆଉ ବାକି ସବୁ ବନ୍ଧନୀ ଅଛି ତାହାକୁ ଆମେ ଲେଖିଦେବା। ଦେଖ କୁଟିଳ ବନ୍ଧନୀ ଅଛି ଆଉ ତା ବାହାରେ ବର୍ଗ ବନ୍ଧନୀ ଅଛି। ଦେଖ ଏଇଟା ସମାଧାନ ହେଇଗଲା। ତାପରେ ଏଇଠି ବିୟୋଗ ଅଛି। ଦେଖ ଏଠି 5 ଅଛି। ତାପରେ ଏଠି ଗୁଣନ ଚିହ୍ନ ଅଛି। ତାପରେ ଏଠି 7 ଅଛି। ଏମିତି ହରଣ ଚିହ୍ନ ଅଛି। ତାପରେ 7 ଅଛି। କୁଟିଳ ବନ୍ଧନୀ ଅଛି। ତାପରେ ଏଠି ବିୟୋଗ ଅଛି। 13 ଅଛି ଆଉ ବାହାରେ ବର୍ଗ ବନ୍ଧନୀ ହେଇକି 20 ସହିତ ବିୟୋଗରେ ଏମିତି ଅଛି। ବୁଝିପାରିଲେ ପିଲାମାନେ? ଏ ପରବର୍ତ୍ତୀ ଆମେ ଷ୍ଟେପ୍ଟା କ'ଣ କରିବା? ଆମର ଚନ୍ଦ୍ର ବନ୍ଧନୀର ଯାହା ଥିଲା ପରିପ୍ରକାଶ ସମାଧାନ କରିଦେଲେ। ଏବେ ଆମେ କ'ଣ କରିବା? ଚନ୍ଦ୍ର ବନ୍ଧନୀ ପରେ
କୁଟିଳ ବନ୍ଧନୀରେ ଯାହା ଅଛି ଆମେ ତାହାକୁ ସମାଧାନ କରିବା। ଦେଖ ଏସବୁ କୁଟିଳ ବନ୍ଧନୀ ମଧ୍ୟରେ ଅଛି, ଏହାକୁ ଆମେ ସମାଧାନ କରିବା। କୁଟିଳ ବନ୍ଧନୀରେ ସମାଧାନ କରିବାର ଉପାୟ କ'ଣ ଜାଣିଛ? ଦେଖ ଆଗ ଆମେ ଯେଉଁଥିରେ ହରଣ ଗୁଣନ ସମ୍ପୂର୍ଣ୍ଣ ଲେଖୁଛି, ଦେଖ ଗୁଣନ ତାପରେ ଯୋଗ ବିয়োଗ ଏସବୁ ଥିବ, ତାହାର କେଉଁ କାର୍ଯ୍ୟଟି ଆଗ କରାଯାଏ? ଦେଖ ଏଇ ବନ୍ଧନୀ ମଧ୍ୟରେ ହରଣ ବି ଅଛି, ଗୁଣନ ବି ଅଛି, ବିয়োଗ ଅଛି। ତମେ ମନେ ରଖିବ ପିଲାମାନେ, ଗୋଟିଏ ସୂତ୍ରଟିଏ ଦେଖ, ସୂତ୍ର ତ ନାହିଁ, ଏମିତି ଜଷ୍ଟ ମନେ ରଖିବ। ବରହ ଭୂମି ଫେ। ଏହାର ମାନେ କ'ଣ? ଏହାର ମାନେ ହେଲା ଯାହା ବ୍ରାକେଟ ଅଛି ତାହାକୁ ଆଗେ ସଲ୍ଭ କରିବ, ବ୍ରାକେଟ ବା ବନ୍ଧନୀ। ବୁଝିପାରିଲ? ତାପରେ କ'ଣ କରିବ? ତାପରେ ର ଅଛି, ଏତିକି ର ସେତିକି ର ସହିତ ଗୁଣନ ଏମିତି ଅଛି ବୋଲି ତାହାକୁ ସଲ୍ଭ କରିବ। ତାପରେ କ'ଣ କରିବ? ହରେ ହରଣ ଯାହା ଅଛି ତାହା ଆଗ କରିବ। ତାପରେ ଗରେ ଗୁଣନ ଅଛି, ତାହାକୁ ଆଗ ସମାଧାନ କରିବ। ତାପରେ ମିରେ ମିଶାଣ ଯାହା ଅଛି ତାହାକୁ ସମାଧାନ କରିବ। ଓ ଶେଷରେ ହିଁ ଫେଡ଼ାଣକୁ ସମାଧାନ କରିବାକୁ ପଡ଼ିଥାଏ। ଏଇଟା ତମେ ମନେ ରଖିବ। ଏମିତି ଭାବରେ ଆମେ ସରଳ କାର୍ଯ୍ୟଟି ସମାଧାନ କରିଥାଉ। ଠିକ୍ ଅଛି, ଏବେ ଆମେ ଆସିବା ଯେ ଆଉ କ'ଣ କରିବା? ଆଗ ଯାହା ହରଣରେ ଅଛି ତାହାକୁ ଆମେ ସମାଧାନ କରିବା। ଦେଖ ହରଣରେ କ'ଣ ଅଛି ଦେଖିବା। ଏଠିକୁ ଆମେ ଆସିବା। ଦେଖ 7 ହରଣ 7 ଅଛି। 7ରେ 7 ହରଣ ହେଲେ ତମେ ହରଣ କରିବା ପିଲାମାନେ 1 ବାହାରିବ, ମୁଁ ଜାଣିଛି ସେଥିପାଇଁ ସିଧା ଲେଖିଦେଲି 1। ତାପରେ ଗୁଣନ ଯାହା ଅଛି ତାହା ଲେଖିଦେବି, ଆଉ 5 ବିୟୋଗ 1। କୁଟିଳ ବନ୍ଧନୀ ହଟିଗଲା। ଏବେ ଆମେ କ'ଣ ପକେଇବା? ସିଧା ପକେଇବା ବର୍ଗ ବନ୍ଧନୀ। ତାପରେ ଦେଖ ଏଇଠି ଅଛି 13। ଆଉ ଗୋଟେ ଥର ପକେଇଦେଲେ ତମେ ପକେଇ ପାରିବ, କାହିଁକିନା ବହୁତ ସାରା ସଂଖ୍ୟା ଅଛି। ଆଉ ଗୋଟେ ଥର ତମେ ପକେଇଦେବ, ନହେଲେ ବନ୍ଧନୀ 13 ଅଛି ଏମିତି ବିୟୋଗ ହେଇକି ଅଛି। ଆଉ ବାହାରେ କ'ଣ ଅଛି? ବର୍ଗ ବନ୍ଧନୀ ବାହାରେ 20 ବିୟୋଗରେ ଅଛି। ବୁଝିପାରିଲ? ଦେଖ ବୁଝିବାକୁ ଚେଷ୍ଟା କର, ଅତି ସହଜ ହେଲା। ଗୋଟେ ଥର ବୁଝିଗଲେ ଆଉ ତମକୁ କୌଣସି ଅସୁବିଧା ହେବ ନାହିଁ। ତାପରେ ଦେଖ ପରବର୍ତ୍ତୀ ଷ୍ଟେପ୍ରେ ଆମେ କ'ଣ କରିବା? ଦେଖ ଏ ବନ୍ଧନୀ ଆହୁରି ଆମେ ତାହାକୁ ସମାଧାନ କରିବା। 1 ଗୁଣନ 5 କ'ଣ ହେଇଥାଏ? 5 ହେଇଥାଏ। ତାପରେ ଆମେ ଏଇଟାକୁ ସମାଧାନ କରୁଛୁ ପିଲାମାନେ। ଦେଖ 5 ବିୟୋଗ 1 ହେଇଥାଏ। ହେଇଗଲା। ଏବେ ଆମେ କ'ଣ କରିବା? ସିଧା ବନ୍ଧନୀ ପକେଇଦେବା ଏମିତିକି। ତାପରେ ବାହାରେ 13 ବିୟୋଗରେ ଅଛି, ସେ ବନ୍ଧନୀ ପକେଇଦେବା। ତାପରେ 20 ମଧ୍ୟ ବିୟୋଗରେ ଅଛି। ଦେଖ ମୁଁ ଯାହାକୁ ତାହା ଲେଖିଦେଲି, ଖାଲି ଏଇଟାକୁ ସମାଧାନ କଲି। ଠିକ୍ ଅଛି। ହରଣ ପରେ ଗୁଣନ ସମାଧାନ କଲି କି ନାହିଁ? ଦେଖ ପ୍ରଥମେ ହରଣ ସମାଧାନ କଲି, ଉପରେ 7 ସହିତ 7 ହରଣ କଲି, 1 ବାହାରିଲା, ବାକି ସବୁ ଯାହାକୁ ଯାହା ଲେଖିଦେଲି। ତାପରେ ଏଠି କ'ଣ କଲି? ଏଠି ଖାଲି ଗୁଣନ ସମାଧାନ କଲି। 1 ଗୁଣନ 5 କଲି, ଏଠି 5 ଆସିଲା, ଦେଖିପାରୁଛ ନା? ଏଇଟା 5 ଆସିଲା, ଆଉ ବାକି ସବୁ ଯାହାକୁ ଯାହା ଲେଖିଦେଲି। ହରଣ ଗଲା, ଗୁଣନ ଗଲା। ଏବେ ଆମେ କ'ଣ କରିବା? ମିଶାଣ ଯଦି ଅଛି କରିବା, ନହେଲେ ଆମେ ସିଧା କ'ଣ କରିବା? ଫେଡ଼ାଣକୁ ଆସିବା। ଦେଖ ମିଶାଣ ତ ଆମ ଏଠିରେ କୌଣସି ଦେଖାଯାଉ ନାହିଁ, ସେଥିପାଇଁ କ'ଣ କରିବା? ଆମେ ଏବେ ସିଧା ଫେଡ଼ାଣ କରିବା। ଦେଖ 5ରୁ 1 ଗଲେ 4, ତାପରେ ଏ ବନ୍ଧନୀ ଉଠିଯିବ, ବର୍ଗ ବନ୍ଧନୀ ଆସିବ। ତାପରେ ଏଠି 13 ଅଛି, 13 ସହିତ 4ର ବିୟୋଗ ହେଇକି ଅଛି। ତାପରେ ବାହାରେ ତ 20 ସହିତ ବିୟୋଗ ଅଛି। ଏମିତି କରି ଆମେ କରିପାରିବା। ଏବେ ଶେଷରେ ଆମର ବର୍ଗ ବନ୍ଧନୀ ରହିଛି, ଅତି ସହଜ। ଏବେ ଖାଲି ଫେଡ଼ାଣ ଅଛି, ତ 13ରୁ 4 ଗଲେ କ'ଣ ଆସିବ? ଆମର ଉତ୍ତର 9 ଆସିବ। ଏବେ ଏ ବନ୍ଧନୀ ମଧ୍ୟ ଉଠିଯିବ, ଏଠି ବିୟୋଗ ଅଛି, ବିୟୋଗକୁ ବିୟୋଗ କରିଦେବା, ଆଉ ଏଠି 20 ରଖିଦେବା। 20ରୁ 9 ଗଲେ କେତେ ପିଲାମାନେ? 11। ତମେ ଯଦି ଜାଣିନ
ताहेले वियोग करिकी करिबा। ठीक अछि पिला माने हमर उत्तर आसीगला 11। तमे एमती करिकी जेते सबु गणितर समाधान गुडी को करि पारि। एबे देखो ए द्वितीय उदाहरणटी तुमको करिकी देखिबी और केमती हला बुझेबी। देखो हम कोन करिबा देखो जोठी चंद्रबंधनी अछि ताहाको हमें प्रथमे समाधान करिबा। एटा को 2 आउ युक्त 3 अछि ताहाको हमें समाधान कर देले 5 आउ जहा जेमती अछि हमें लिखि देबा। बाहर 7 अछि एठी कुटिल बंधनी बाहर वर्ग बंधनी आउ 9 गुणन रे एमती हेकी अछि। बुझी परले पिला माने कोन कली खाली मु ए 2 युक्त 3 को समाधान कली। तापर कोन करिबा एबे देखो हमरो कुटिल बंधनी को हम समाधान करिबा। देखो कुटिल बंधनी कोन अछि 7 वियोग 5 हमरो उत्तर आसी जिवो 2। तापरे कुटिल बंधनी को उठे देबा सीधा वर्ग बंधनी पके देबा आउ कोन अछि बाहर 9 सहित गुणन हेकी अछि। एबे जानि छी हम वर्ग बंधनी मध्य रे जहा अछि ताहाको हम समाधान करिबा। 9 गुणन 2 हमरो उत्तर आसी जिवो 18। बुझी पारला पिला माने अति सहज। एमती भाबरे तमे जेते सबु गणितर परिप्रकाश गुडी को समाधान करि पारिबो। पिला माने हमरो जदि वीडियो भल लागुथिबो भल रे बुझी पारुथिबो ताहाले हमर सहित जदि जोडी रहबा को चाहूचो ताहाले कोन करिवो हमरो YouTube चैनल इजी लर्निंग ओडिया को सब्सक्राइब करकी रखिवो। हमरो वीडियो भल लागुथिला हम वीडियो रे गोटे लाइक करिवो संग मानक सहित शेयर करिवो। ठीक अछि पिला माने देखा हबा परवर्ती वीडियो रे।